न मां दुष्कृतिनो मूढः प्रपद्यन्ते नराधमः मायया परुतज्ञाना आसुरं भावमाश्रिताः। ବନ୍ଧୁଗଣ, ଏହି ଶ୍ଲୋକରେ ଭଗବାନଙ୍କ ଶରଣାଗତ ହେଉନଥିବା ଚାରି ପ୍ରକାର ଲୋକଙ୍କ ବିଷୟରେ ପ୍ରଭୁ ଶ୍ରୀକୃଷ୍ଣ ଆଲୋଚନା କରୁଛନ୍ତି। ସେହି ଚାରି ପ୍ରକାର ଲୋକ ହେଲେ ଅଜ୍ଞାନୀ, ଆଳସ୍ୟପରାୟଣ, ଭ୍ରମିତ ବୁଦ୍ଧି ଓ ଦାନବ ପ୍ରକୃତି। ପ୍ରଥମ ହେଲା ଅଜ୍ଞାନୀ, ଯାହା ପାଖରେ ଆଧ୍ୟାତ୍ମିକ ଜ୍ଞାନ ନଥାଏ। ନିଜର ଆତ୍ମାକୁ ଏବଂ ଆତ୍ମାର ପରିଚୟକୁ ସେମାନେ ବୁଝିପାରିନଥାନ୍ତି। ଜୀବନର ଲକ୍ଷ୍ୟ ବିଷୟରେ ସେମାନେ ଜାଣିନଥାନ୍ତି ଏବଂ ସେହି ଲକ୍ଷ୍ୟକୁ ପ୍ରାପ୍ତି କରିବା ପାଇଁ ପ୍ରେମମୟୀ ଭକ୍ତି ଏବଂ ଭଗବାନଙ୍କ ଶରଣାଗତି ଏସବୁ ଜିନିଷର ଜ୍ଞାନ ତାଙ୍କ ପାଖରେ ନଥାଏ ଏବଂ ଏହି ଅଜ୍ଞାନତା ସେମାନଙ୍କୁ ଭଗବାନଙ୍କ ଶରଣାଗତ ହେବାରୁ ମୁକ୍ତ କରିଥାଏ। ଦ୍ୱିତୀୟ ହେଲା ଆଳସ୍ୟପରାୟଣ। ଯେଉଁମାନେ ଆଳସ୍ୟପରାୟଣ ହୋଇ ନିମ୍ନତର ପ୍ରବୃତ୍ତିର ଅନୁସରଣ କରିଥାନ୍ତି, ଏହି ଶ୍ରେଣୀର ବ୍ୟକ୍ତିମାନଙ୍କ ସାଧାରଣ ଆଧ୍ୟାତ୍ମିକ ଜ୍ଞାନ ଥାଏ ଏବଂ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ମଧ୍ୟ ଅବଗତ ଥାନ୍ତି, କିନ୍ତୁ ସେମାନଙ୍କ ନିମ୍ନ ପ୍ରକୃତିର ଜଡ଼ତା ଯୋଗୁଁ ସେମାନେ ଶରଣାଗତ ପାଇଁ କୌଣସି ଉଦ୍ୟମ କରନ୍ତି ନାହିଁ। ଧାର୍ମିକ ନୀତି ଅନୁସାରେ କର୍ମ କରିବାରେ ସେମାନେ ଆଳସ୍ୟ ପ୍ରଦର୍ଶନ କରିଥାନ୍ତି। ସଂସ୍କୃତରେ ଗୋଟିଏ ଶ୍ଲୋକ ଅଛି, ଆଳସ୍ୟ ହି ମନୁଷ୍ୟାଣାଂ ଶରୀରସ୍ଥୋ ମହାନ୍ ରିପୁଃ ନାସ୍ତ୍ୟୁଦ୍ୟମ ସମୋ ବନ୍ଧୁଃ କୃତ୍ୱା ୟଂ ନାବସୀଦତି। ଅର୍ଥାତ୍ ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଶତ୍ରୁ ଆଳସ୍ୟ ଅଟେ ଏବଂ ଚେଷ୍ଟା କରିବା ବା ଉଦ୍ୟମ କରିବା ମନୁଷ୍ୟର ସବୁଠାରୁ ବଡ଼ ମିତ୍ର, ଯାହା କେବେ ବି ତାର ପତନ କରାଏ ନାହିଁ। ତୃତୀୟ ପ୍ରକାର ମନୁଷ୍ୟ ହେଲା ଭ୍ରମିତ ବୁଦ୍ଧି। ଏପରି ବ୍ୟକ୍ତିମାନେ ନିଜର ବୁଦ୍ଧିକୁ ନେଇ ବହୁତ ଗର୍ବିତ। ଏମାନେ ସନ୍ଥ ଓ ଶାସ୍ତ୍ରମାନଙ୍କ ଉପଦେଶକୁ ବିଶ୍ୱାସ କରନ୍ତିନି। ବନ୍ଧୁଗଣ, ସମସ୍ତ ଆଧ୍ୟାତ୍ମିକ ସତ୍ୟ ଅତି ଶୀଘ୍ର ପ୍ରମାଣିତ ହୁଏ ନାହିଁ। ପ୍ରଥମେ ଆମକୁ ତା ଉପରେ ବିଶ୍ୱାସ କରିବା ଆରମ୍ଭ କରିବାକୁ ପଡ଼ିବ। ଧୀରେ ଧୀରେ ଅନୁଭୂତି ଦ୍ୱାରା ସେହି ଜ୍ଞାନ ବୋଧ ହୋଇଥାଏ ଏବଂ ସତ୍ୟ ହୋଇଥାଏ। ଯେଉଁମାନେ ବର୍ତ୍ତମାନ ସମୟରେ ପ୍ରମାଣିତ ହୋଇପାରୁନଥିବା ବିଷୟରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ୱରେ ଥିବା ଭଗବାନଙ୍କ ଶରଣାଗତ କେବେ ବି ହେଇପାରନ୍ତି ନାହିଁ। ଏବଂ ଚତୁର୍ଥ ପ୍ରକାର ବ୍ୟକ୍ତି ହେଲା ଦାନବ ପ୍ରକୃତି। ବ୍ୟକ୍ତିମାନେ ଜାଣିଥାନ୍ତି ଯେ ଭଗବାନ ତ ଅଛନ୍ତି, କିନ୍ତୁ ସେମାନେ ସଂସାରରେ ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ବ୍ୟର୍ଥ କରିବାକୁ ସମ୍ପୂର୍ଣ୍ଣ ବିପରୀତ ଦିଗରେ କାର୍ଯ୍ୟ କରିଥାନ୍ତି। ଈଶ୍ୱରଙ୍କ ଗୁଣ କୀର୍ତ୍ତନ କରୁଥିବା କିମ୍ବା ତାଙ୍କର ଭକ୍ତି କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନେ ସହିପାରନ୍ତିନି। ତେଣୁ ଜାଣିବା କଥା ଯେ ସେମାନେ ଭଗବାନଙ୍କର ଶରଣାଗତି କରନ୍ତି ନାହିଁ। ଶିକ୍ଷା, ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ। ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି। Four kinds of people do not surrender unto me: those ignorant of knowledge, those who lazily follow their lower nature, though capable of knowing me, those with deluded intellect, and those with a demoniac nature. Hare Krishna.